ସଇତା କାଳିଆ ଘରୁ ଚୋରି କରିବାକୁ ଗଲେ। ଶୁଣୁ, ତୁ ଏଇଠି ଥିବୁ, ମୁଁ ଘର ଭିତରେ ବସି ଆଲମାରି କାଢି ସବୁ ଟଙ୍କା ସୁନା ନେଇ ଆସୁଛି। ତୁ ଏଇଠି ଥିବୁ ହେଲା। ହଉ ହଉ, ତମେ ଜଲ୍ଦି ଆସିବ ହେଲା। ସମସ୍ତେ ଶୋଇଛନ୍ତି। ଏବେ ଧୀରେ ଧୀରେ ଯାଇ ଟଙ୍କା ସୁନା ଥିବା ଜାଗାରେ ପହଞ୍ଚିବାକୁ ପଡିବ। ସଇତା ଦେଖବେ, ଆମେ ରାତାରାତି ମାଲାମାଲ ହେଇଗଲେ ରେ। ଟୁକୁନାଇ ଏତେ ସୁନା ଏତେ ଟଙ୍କା ମୋ ଜୀବନରେ କେବେ ଦେଖିନଥିଲି। ଦେଖେ, ଆମେ ଏବେ ଧନୀ ଲୋକ ହେଇଗଲେ ରେ। ହଉ ହଉ, ଚାଲ ଚାଲ, ଏଠୁ ଜଲ୍ଦି ପଳେଇବା। ଏଠି ରହିବାଟା ଜମା ଠିକ ହବନି। ଟୁକୁନା ଓ ସଇତାଙ୍କର ଏପରି ସବୁ କଥାକୁ ଗାଁର ଆମେ ଏବେ ଧନୀ ଲୋକ ହେଇଗଲୁ ରେ, ଧନୀ ଲୋକ ହେଇଗଲୁ ରେ। ଟୁକୁନାଇ, ମୁଁ ବି ଏତେ ଖୁସି ଯେ କହିପାରୁନି। ହେଲେ ଟୁକୁନାଇ, ଆମେ ଏମିତି କରିଛୁ ବୋଲି କେହି ଜାଣିପାରିବେନି ତ? କିଛି ହବନି ରେ, ତୁ ଶୋଇପଡେ। ପରଦିନ ସକାଳୁ କାଳିଆ ଘରେ ଚୋରି ହୋଇଥିବାରୁ କାଳିଆ ଗାଁ ମୁଖିଆଙ୍କ ପାଖକୁ ଗଲା। ମୁଖିଆ ଆଜ୍ଞା, କଣ ଗୋଟେ କରନ୍ତୁ। ଏତେ ଦିନ ହେଲାଣି କିଛି ନଥିଲା, ହେଲେ କାଲି ରାତିରେ ହଠାତ୍ ମୋ ଘରୁ ସବୁ ଟଙ୍କା ସୁନା ଚୋରି ହେଇଯାଇଛି। ମତେ ଲାଗୁଛି ଇଏ ଆମ ଗାଁ ଲୋକଙ୍କ କାମ। ଏମିତି ସମସ୍ତେ ଚିନ୍ତାରେ ଥିବା ବେଳେ ରଘୁଆ ଆସି ପହଞ୍ଚିଲା। ଜାଣିଛୁ ମାନେ, କାଲି ଚୋରି ହେଲା ବେଳେ ମୁଁ ଖୋଦ ସେଇଠି ଥିଲି। ଆଉ କିଏ କିଏ ଚୋରି କରିଛନ୍ତି ସେଟା ବି ମୁଁ ଜାଣିଛି।